ରାଜରାସ୍ତା ଉପରେ କୁଡ଼ କୁଡ଼ ଆବର୍ଜନା, ଏହା ସହିତ ଡ୍ରେନ୍ ପାଣିର ସୁଅ। ସାମାନ୍ୟ ବର୍ଷା ହେଉ ବା ନ ହେଉ, ବର୍ଷ ତମାମ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହା ହେଉଛି କୋରାପୁଟ ଜିଲ୍ଲା ଶିଳ୍ପନଗରୀ ଦାମନଯୋଡ଼ି ଉପକଣ୍ଠରେ ଥିବା ଭେଜାପୋଟ ମାର୍କେଟର ଦୃଶ୍ୟ। ସିମ୍ଲିଗୁଡ଼ା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଅଧୀନରେ ଏହି ଅଞ୍ଚଳ ଅବସ୍ଥିତ। ତେବେ ବର୍ଷ ତମାମ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି? ଏହାଦ୍ୱାରା ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଯାତାୟାତରେ ସମସ୍ୟା ଦେଖାଦେଉଛି। ବିଗତ ଦିନରେ ଡ୍ରେନ୍ ପାଣି ନିଷ୍କାସନ ପାଇଁ ନାଲ୍କୋ ପକ୍ଷରୁ ରାସ୍ତା ମଝିରେ ବ୍ରିଜ୍ ନିର୍ମାଣ କରାଯାଇଥିଲା, ହେଲେ କିଛି ବି ଫଳପ୍ରଦ ହେଉନଥିବା ଦେଖିବାକୁ ମିଳୁଛି। କାହିଁକି ଏଭଳି ସମସ୍ୟା ଲାଗି ରହିଛି? କେଉଁଠୁ ଆସୁଛି କୁଡ଼ କୁଡ଼ ଆବର୍ଜନା? ଏଥିପାଇଁ ଦାୟୀ କିଏ? ଲୋକଙ୍କ ଭିତରେ ସଚେତନତାର ଅଭାବ, ନା ଏହି ଅଞ୍ଚଳରେ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଫେଲ୍ ମାରିଛି, ତାହା ଏକ ପ୍ରଶ୍ନ ହୋଇ ଛିଡ଼ା ହୋଇଛି। ଏମିତି ପରିବେଶ ଲାଗି ରହିଲେ ମହାମାରୀ ଭଳି ରୋଗ ସୃଷ୍ଟି ହେବାର କୌଣସି ସନ୍ଦେହ ନାହିଁ। ଏହା ଉପରେ କେବେ ଦୃଷ୍ଟି ପଡ଼ିବ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନର ନଜର? ଆପଣମାନେ ଟିକେ ନଜର ପକାନ୍ତୁ। ମେ 25 ତାରିଖ ସୋମବାର କେମିତି ରହିଛି ଭେଜାପୋଟ ମାର୍କେଟ ମୁଖ୍ୟ ରାଜରାସ୍ତା ପରିବେଶ।